ଦେଖନ୍ତୁ ଏ ଗୋଟେ ଐତିହାସିକ ପଦକ୍ଷେପ। ଗତକାଲି ଧନତେରସ ଯାଇଛି, ଆସନ୍ତାକାଲି ଦୀପାବଳି ଆସିବ। ଏ ହେଉଛି ଆମମାନଙ୍କ ପାଇଁ ଏକ ଏପରି ଏକ ମୁହୂର୍ତ୍ତ, ଯେଉଁ ମୁହୂର୍ତ୍ତ କି ଆନନ୍ଦ ଏବଂ ଉତ୍ସାହ ସହିତ ଆଲୋକିତର ଆଭାସ ଦେଇଥାଏ। ଏ ପ୍ରକାର ମୁହୂର୍ତ୍ତ ଭିତରେ ମୋ ବିଭାଗ, ଯାହାକି ଗୋଟେ ପଞ୍ଚାୟତ ଗାଁକୁ ଗାଁରେ ରହୁଥିବା ଲୋକଙ୍କୁ କେମିତି ଆଗକୁ ବଢ଼ିବ, କେମିତି ସେମାନେ ସକ୍ଷମ ହେଇପାରିବେ, ଆତ୍ମନିର୍ଭରଶୀଳ ହେଇପାରିବେ, ଏ ପ୍ରକାର ଗୋଟେ ନମୁନା ଆଜି ହିଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକଙ୍କ ପାଖକୁ ପହଞ୍ଚେଇଲୁ। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ଯେ ଯେଉଁ ପଞ୍ଚାୟତ ଗୃହ ଉଦ୍ଘାଟନ ହେଲା, 471 ଘରର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଁ ବିଗତ ଦିନରେ କହୁଥିଲି ଯେ ଗୋଟେ ପଞ୍ଚାୟତର ନମୁନା କେମିତି ହେବ, ଗୋଟିଏ ଗାଁ କିପରି ଆତ୍ମନିର୍ଭରଶୀଳ ହେଇପାରିବ, ଏ ପ୍ରକାର ସୌଭାଗ୍ୟକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ତାଙ୍କର ଯେଉଁ ସ୍ୱପ୍ନ ଅଛି ଏବଂ ତାଙ୍କର ସ୍ୱପ୍ନ ଭିତରେ 2036-2047 ଆଜିକାର ଦୁଇଟି ଯୋଜନାର ମୂଲ୍ୟାଙ୍କନ ହେବ। ଏ ଯେଉଁ ପଞ୍ଚାୟତ ଘର ହେବ, ଏ କେବଳ ସରପଞ୍ଚ ପାଇଁ ନୁହେଁ, ସେକ୍ରେଟାରୀ ପାଇଁ ନୁହେଁ, ଏଇଟା ମଲ୍ଟିପର୍ପସ୍। ମାନେ ବିଭିନ୍ନ ବିଭାଗ ସହିତ ଯେଉଁ ଗାଁ ରୁହେ, ପଞ୍ଚାୟତ ରୁହେ, ପ୍ରତ୍ୟେକ ଅଧିକାରୀ ରହିବେ, ପ୍ରତ୍ୟେକ ଲୋକ ସାମିଲ ହୋଇ କାମ ସମ୍ପାଦନ କରିବେ ଏବଂ କାମ ସମ୍ପାଦନ ଡିଜିଟାଲ ପର୍ଯ୍ୟନ୍ତ କରିବେ। ଏ ପ୍ରକାର ସୌଭାଗ୍ୟ ସେମାନେ ଏ ପଞ୍ଚାୟତ ଗୃହ ଭିତ୍ତିପ୍ରସ୍ତର ରାଜ୍ୟ କଲୁ, ଏ ମାଧ୍ୟମରେ ସେ ସୌଭାଗ୍ୟ ପାଇପାରିବେ। ଏବଂ ଦ୍ୱିତୀୟ କଥା ହେଉଛି, ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ଭାରତୀୟ ଜନତା ପାର୍ଟିର ବିଚାରଧାରାର, ସେଇ ବିଚାରଧାରାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆଗାମୀ ଦିନରେ ଯେଉଁ ଅନ୍ତୋଦୟ ବ୍ୟକ୍ତି, ସବା ଶେଷରେ ଥିବା ବ୍ୟକ୍ତି, ଗରିବ ଜାଗାରେ ରହୁଥିବା ବ୍ୟକ୍ତିର ଉତ୍ଥାନ ପାଇଁ ଯେଉଁ ପ୍ରକାର ସଂକଳ୍ପ ନିଆଯାଇଛି, ସେ ପ୍ରକାର ପରିସ୍ଥିତି ଭିତରେ ଆମେ 1,78,000 ପର୍ଯ୍ୟନ୍ତ ଆମେ ଘର ଦେଲୁଣି, 68 ଲକ୍ଷ ଘର ଦେଲୁଣି। ଆଗାମୀ ଦିନରେ ଆହୁରି ଦେବୁ। ସେଥିପାଇଁ 7,550 କୋଟି ଟଙ୍କାର ବ୍ୟବସ୍ଥା ହେଇଛି, ଏଲୋକେସନ ହେଇଛି। ଏବଂ ଯେଉଁମାନେ ବିଗତ ଦିନରେ ଯେଉଁମାନଙ୍କୁ ପ୍ରତାରିତ କରାଯାଇଥିଲା, ଯାହାର କେହି ନଥିଲେ, ଯେଉଁମାନେ ନିଷ୍ପେଷିତ ଅବସ୍ଥାରେ ରହୁଥିଲେ, ସେମାନଙ୍କୁ ଆଜି ସହୃଦୟ ସହିତ ଆମେ ଘର ବଣ୍ଟନ କରୁଛୁ। ଏ ସୌଭାଗ୍ୟ କୌଣସି ମୁହୂର୍ତ୍ତରେ କେହି ଦେଇନଥିଲେ। ଏ ହେଉଛି ଭାରତୀୟ ଜନତା ପାର୍ଟିର ଯେଉଁ ନିଷ୍ଠା ସଂକଳ୍ପ ଏବଂ ସରକାରଙ୍କର ଡବଲ ଇଞ୍ଜିନ ସରକାର ଯେଉଁ ନିଷ୍ଠା ସଂକଳ୍ପ, ଏ ସୌଭାଗ୍ୟ ମୋର ବିଭାଗ ଦ୍ୱାରା ଯେଉଁ ବଣ୍ଟନ ହେଇଛି ଏବଂ ବଣ୍ଟନ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ସମସ୍ତ 28 ଜିଲ୍ଲାକୁ ଆଜି ଉଦ୍ବୋଧନ ଦେଇଛନ୍ତି। କେବଳ ଆମର ନୂଆପଡ଼ା କଳାହାଣ୍ଡି ଛାଡ଼ିଦେଲେ ସବୁ ଜିଲ୍ଲାକୁ ଆମେ ଦେଇଛନ୍ତି। ତ ସେଇ ଦୃଷ୍ଟିରୁ ନିଶ୍ଚିତ ଭାବେ ତାଙ୍କୁ ଧନ୍ୟବାଦ ଦେବା ସହିତ ଯେଉଁମାନେ ଏ ପ୍ରକାର ହିତାଧିକାରୀ ଅଛନ୍ତି ଏବଂ ଆମେ ଯେଉଁ ସ୍ୱପ୍ନ ଦେଖୁଛୁ ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା, ତାରି ଭିତରେ ମୋର ଗାଁ ବିକଶିତ ଓଡ଼ିଶା ହେବ ଏବଂ ସମସ୍ତେ ଖୁସିରେ ରହିବେ। ଏ ପ୍ରକାର ସୌଭାଗ୍ୟର ଦିନ ଭିତରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି, ଧନ୍ୟବାଦ ଜଣାଉଛି। ଆଲୋକିତ ହୁଅନ୍ତୁ, ଉଜ୍ଜଳ ହୁଅନ୍ତୁ, ଏ ପ୍ରକାର କାମନା କରୁଛି। ଧନ୍ୟବାଦ।